ଦିଅନ୍ତୁ। ମୋ ନାଁ ପୁଷ୍ପାଞ୍ଜଳି କାନୁନ ଗୋଏ। ମୁଁ ପଦମପୁର ଇଟା 6ଟି କ୍ୟାଡରର CSO ମାନଙ୍କର ସେକ୍ରେଟାରୀ ଅଛେ। କମ୍ୟୁନିटी ସପୋର୍ଟ ଷ୍ଟାଫ୍ ମାନଙ୍କର ସେକ୍ରେଟାରୀ ଅଛି। ଦୁର୍ଘଟଣାର ସମ୍ମୁଖୀନ ଏ ବିଷୟରେ କ'ଣ ପ୍ରତିକ୍ରିୟା ରଖିଛନ୍ତି? ଆମେ 4 ଦିନ ହେଲା ଗଣଧାରଣାରେ ବସିଥିଲୁ। ଯେହେତୁ CSS କର୍ମୀମାନଙ୍କୁ ସରକାର ଦରମା ଦେଉନାହାନ୍ତି, ତାଙ୍କର ସ୍ଥାୟୀ ନିଯୁକ୍ତି କରୁନାହାନ୍ତି, ତାଙ୍କୁ ଇନସେଟିଭ୍ ଦେବା ପାଇଁ କହୁଛନ୍ତି ଏବଂ ତାଙ୍କର ଆକାଉଣ୍ଟ ପେ ହେଉନାହିଁ, ଦରମା ବୃଦ୍ଧି ହେଉନାହିଁ। ସେଇପାଇଁ କ'ଣ ଘଟଣା ଘଟିଲା ଏଇଟା କୁହନ୍ତୁ। ଗତକାଲି ଆମେ ପରଦିନ ଉପବାସରେ ଥିଲୁ, କାଲି ମଧ୍ୟ ଉପବାସରେ ଥିଲୁ। ଆଉ ତାପରେ ଦିନ ଯାକ ଆମେ ଗଣଧାରଣାରେ ରହିଥିଲୁ। ତାପରେ ଘରକୁ ଫେରୁଥିଲା ସମୟରେ ମୁଣ୍ଡ ବୁଲେଇ ଯାଇକରି ଆମେ ଗାଡ଼ିରୁ ପଡ଼ି ଯାଇଥିଲୁ। ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି? ହଁ, ମେଡ଼ିକାଲରେ ଆଡ଼ମିଟ୍ ହେଇଥିଲି। ଏବେ ବହୁତ କଷ୍ଟରେ ଅଛୁ, କାରଣ ମାନସିକ ସ୍ଥିତି ଠିକ୍ ରହୁନାହିଁ। 6 ମାସ ହେଲା ଆମର ଦରମା ପଡ଼ିନାହିଁ। ତାପରେ ଏତେ କମ୍ ଦରମାରେ ସରକାର ଏତେ ଜୋରରେ ଖଟଉଛନ୍ତି ଏବଂ ଦିନରାତି କାମ ଦେଉଛନ୍ତି, ଯଦ୍ୱାରା ଆମେ ଭାବିଥିଲୁ ଯେ ସରକାରଙ୍କ ଚାକିରି କରୁଛୁ, ଆମର ଦିନକୁ ଦିନ ସ୍ୟାଲେରୀ ବୃଦ୍ଧି ହେବ ବୋଲି ଭାବିଥିଲୁ। କିନ୍ତୁ ସରକାର ମୋଟେ ସ୍ୟାଲେରୀ ଦେବାକୁ ମଧ୍ୟ ଚାହୁଁନାହାନ୍ତି। ଆଉ ମା ଆଖିରେ ସବୁବେଳେ ଲୁହ ଭରି ରହୁଛି। ଏବେ ଆପଣ କ'ଣ ଦାବି କରୁଛନ୍ତି? ମୁଁ ସରକାରଙ୍କୁ ଏତିକି ଦାବି କରୁଛି ଯେ ସବୁ ମାଆ ମାନଙ୍କୁ ତାଙ୍କର ପାରିଶ୍ରମିକ ଅନୁଯାୟୀ ପରିଶ୍ରମ ଅନୁଯାୟୀ ପାରିଶ୍ରମିକ ପ୍ରଦାନ କରାଯାଉ ଏବଂ ମାଆ ମାନେ ତାଙ୍କର ଘର କାମ ଛାଡ଼ି ଏତେ କଷ୍ଟରେ ସବୁ ଡିପାର୍ଟମେଣ୍ଟର କାମ ସହିତ ଜଡ଼ିତ ରହୁଛନ୍ତି ଏବଂ ସଫଳତାର ସହିତ ସେମାନେ ସବୁ କାମକୁ କରୁଛନ୍ତି ମଧ୍ୟ। ଆଉ କରୁଣ ଶିଶୁମାନଙ୍କୁ ମଧ୍ୟ ଗଣଧାରଣାକୁ ଧରିକି ଆସୁଛନ୍ତି, ଯଦ୍ୱାରା ମାଆ ମଧ୍ୟ ବିକଳ ହେଇଯାଉଛି ଏବଂ ଛୁଆ ମଧ୍ୟ ବହୁତ ଜୋରରେ କାନ୍ଦୁଛନ୍ତି ଏବଂ ତାଙ୍କର କ୍ରନ୍ଦନ ଆମେ ସହିପାରୁନୁ। ମୁଁ ସରକାରଙ୍କୁ ଦାବି କରୁଛି, ଯେହେତୁ ଆମେ 70,000 ହଁ, ମୁଁ ଚାହୁଁଛି ଯେ ମୁଁ ଯେମିତି ମାନସିକ ସ୍ଥିତି ଠିକ୍ ନ ରଖି ଭାରସାମ୍ୟ ହରାଇ ବସିଛି ଏବଂ ଦୁର୍ଘଟଣାଗ୍ରସ୍ତ ହେଉଛି, ଏମିତି ମୋ ପରି ଅନେକ ମାଆ ମଧ୍ୟ ଦୁର୍ଘଟଣାରେ ଯେମିତି ସବୁ ମାଆ ମାନଙ୍କର ଦୁର୍ଘଟଣା ନ ହେଉ, ମୁଁ ଏହା ହିଁ ଚାହୁଁଛି।